ମରହଟା ଶାସନ କାଳର ଜଗତସିଂହପୁର ସହରର ଏକ ବିଶିଷ୍ଟ ମନ୍ଦିର। ସକାଳୁ ସକାଳୁ ବାହାରି ପଡ଼ିଲୁ ରାଧାମାଧବଜୀ ମନ୍ଦିର ଜଗତସିଂହପୁର। ଜଗତସିଂହପୁର ଲାଲାସାହିରେ ବିଶାଳ ଶ୍ରୀକୃଷ୍ଣ ମନ୍ଦିରଟି ଅବସ୍ଥିତ। କିମ୍ବଦନ୍ତୀରୁ ଜଣାଯାଏ ମରହଟା ଶାସନ କାଳରେ ଲାଲା ହରିବଂଶ ରାୟ ନାମକ ଦେୱାନ ଏଠାକୁ ଆସିଥିଲେ କର ଆଦାୟ କରିବାକୁ। ରହୁ ରହୁ ଏଠାରେ ରହିଗଲେ ଏବଂ ତାଙ୍କ ଇଷ୍ଟ ରାଧାମାଧବଜୀଙ୍କର ଏକ ବିଶାଳ ମନ୍ଦିର ତିଆରି କଲେ 1746 ମସିହାରେ। ମନ୍ଦିରଟି ଦେଖିବାକୁ ପୁରା ଅଲଗା। ଏଭଳି ମନ୍ଦିର ଜଗତସିଂହପୁରରେ ବିରଳ। ଆଉ ପଳାଶୋଳରେ ବଳଭଦ୍ରଜୀଙ୍କ ମନ୍ଦିର ଏଇଭଳି। ସେତେବେଳେ ଲାଲା ହରିବଂଶ ରାୟ ମନ୍ଦିରର ନୀତିକାନ୍ତି ପାଇଁ 3300 ଏକର ଜମି ଖଞ୍ଜିଥିଲେ, ଯାହା କୁଜଙ୍ଗ, ହରିଶପୁର, ମରିଚପୁର ପ୍ରଭୃତିର ଜମିଦାର ମଧ୍ୟ ଦାନ ଦେଇଥିଲେ। ଲାଲା ହରିବଂଶ ରାୟ ମାଧପୁରରେ ରହି ହରିହରପୁରର ଦାୟିତ୍ୱ ବୁଝାବୁଝି କରୁଥିଲେ। ତାଙ୍କ ନାମ ଅନୁସାରେ ଏହି ଗ୍ରାମର ନାଁ ଲାଲାସାହି। ଏବେ ମଧ୍ୟ ଲାଲାଙ୍କ ବଂଶଧର ଏ ଅଞ୍ଚଳରେ ବସବାସ କରନ୍ତି। ପ୍ରତିବର୍ଷ 21 ଦିନ ଧରି ଚନ୍ଦନ ଯାତ୍ରା ସହିତ ଦୋଳ, ରାହାସ ପ୍ରଭୃତି ପର୍ବ ଧୁମଧାମରେ ପାଳନ ହୁଏ। ସମୟ ମିଳିଲେ ରାଧାମାଧବଜୀଙ୍କ ମନ୍ଦିରକୁ ନିହାତି ଦର୍ଶନ ପାଇଁ ଆସନ୍ତୁ। ଫୁଲ୍ ଭିଡ଼ିଓ ସୂର୍ଯ୍ୟ ମନ୍ଦିର ଟ୍ରାଭେଲର ୟୁଟ୍ୟୁବରେ ଦେଖିପାରିବେ।